ଆମେ ସେ ଅଞ୍ଚଳ ଆଜି ଗସ୍ତ କରିଥିଲୁ ବହୁତ ସମୟ ଧରିକି ଏମପି 26 ଆଣ୍ଡ ରଖାଲଗୁଡା ଯୋଉ ଗାଁର କି ଇନସିଡେଣ୍ଟ ହେଇଛି ସେ ଗାଁରେ ପାଖାପାଖି 5,000 ରୁ 7,000 ଆଦିବାସୀଙ୍କ ସହିତ ଆଜି ଆଲୋଚନା ହେଇଥିଲା। ଯାହା ଜଣା ପଡିଲା ପ୍ରଶାସନର ସମ୍ପୂର୍ଣ୍ଣ ଅବହେଳା, ପୋଲିସ ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନ ଉଭୟ କମ୍ପ୍ଲିଟ ଫେଲ ମାରିଛନ୍ତି। 1 ତାରିଖର ଘଟଣା 3 ତାରିଖ ଦିନ ଏଫଆଇଆର ହେଲାଣି, ଆଜି ପର୍ଯ୍ୟନ୍ତ କାହାକୁ ଧରାଯାଇନି ଏବଂ ଲୋକେ ବାରମ୍ବାର ଅପିଲ କରିଛନ୍ତି ଏବଂ ଗୁହାରି କରିଛନ୍ତି ଯେ ଯୋଉମାନେ ଏକ୍ୟୁଜ ସେମାନଙ୍କ ନାଁକୁ କହିଛନ୍ତି, କିନ୍ତୁ ପୁଲିସ ପ୍ରଶାସନ କମ୍ପ୍ଲିଟଲି ଖାମଖିଆଲି ଭାବେ ନେଲା ଏବଂ ଡିଷ୍ଟ୍ରିକ୍ଟ ଆଡମିନିଷ୍ଟ୍ରେସନ ଯିଏକି ଲୋ ଆଣ୍ଡ ଅର୍ଡର ଦାୟିତ୍ୱରେ ପ୍ରାୟ ରହୁଛନ୍ତି ସେମାନେ ବି ଏପ୍ରିହେଣ୍ଡ କରିପାରିଲେ ନାହିଁ ଯେ ଲୋକେ ତାତିକି ଅଛନ୍ତି। ତା ସହିତ ଆଦିବାସୀ ମାନଙ୍କର ସ୍ପେସିଫିକ 8 ରୁ 9ଟା ଦାବି ରହିଛି ଏବଂ ସେମାନେ ଦୀର୍ଘ 2 ବର୍ଷ ହେଲା ଲଢେଇ ଲଢୁଛନ୍ତି। ପାଖାପାଖି ଗତ ବର୍ଷ 50,000 ରୁ ଉର୍ଦ୍ଧ୍ୱ ଆଦିବାସୀ ଆସିକି ଜିଲ୍ଲାପାଳ ଅଫିସ ଆଗରେ ତାଙ୍କ ସ୍ପେସିଫିକ ଡିମାଣ୍ଡ ସେମାନେ ପ୍ଲେସ କରିଥିଲେ। କିନ୍ତୁ ସରକାର ଗୋଟେ ଭାବିଲା ଯେ ଏମାନେ ଗୋଟେ ଖାଲି ଷ୍ଟ୍ରେନ୍ଥ ଶୋ କରୁଛନ୍ତି କିନ୍ତୁ ଗଭୀରତାର ସହିତ ଯାଇନଥିଲା, ଯୋଉ ଦ୍ୱାରା କି ଆଜି ଏଭଳିଆ ଅବସ୍ଥା ହେଲା। ସରକାରଙ୍କର ସମ୍ପୂର୍ଣ୍ଣ ବିଫଳ, ଏଇ ଗୋଟେ ମୋନୁମେଣ୍ଟାଲ ବ୍ଲଣ୍ଡର ଯେ ମାଲକାନଗିରି ଜିଲ୍ଲା ଯାହାକି ଗୋଟେ ଲାଷ୍ଟ 10 ଇୟର ହେଲା ଗୋଟେ ଶାନ୍ତିପ୍ରିୟ ଡିଷ୍ଟ୍ରିକ୍ଟ ହେଇକି ଥିଲା ଏବଂ ଏଭଳି ଅବସ୍ଥାକୁ ଆସିଲା। ପୂର୍ବରୁ ବିହାର, ୟୁପି, ଜାମ୍ମୁ କାଶ୍ମୀର ଜଳୁଥିଲା, ବର୍ତ୍ତମାନ ଓଡିଶା ମଧ୍ୟ ସରକାର ସମୟରେ ଜଳିବା ଆରମ୍ଭ ହେଲାଣି। 10 ଟାଇମ୍ସ ଜଣେଇଥିବେ, 10 ଥର ଇଭେନ ମୁଖ୍ୟମନ୍ତ୍ରୀଙ୍କ ସହିତ ମୁଁ ଆଜି ଜାଣିବାକୁ ପାଇଲି ମୁଖ୍ୟମନ୍ତ୍ରୀ ସହିତ ତାଙ୍କ ବାସଭବନକୁ ଯାଇକି 2 ଘଣ୍ଟା ଆଲୋଚନା କରିଛନ୍ତି, ଆର୍ଡି ସହିତ ଆଲୋଚନା କରିଛନ୍ତି, ଗଭର୍ଣ୍ଣମେଣ୍ଟର ସମସ୍ତଙ୍କ ପାଖକୁ ଯାଇକି ଗୁହାରି କରିଛନ୍ତି, ଖାଲି ଶୁଣିବା ଏବଂ ହୋ ମାରିବା, ପ୍ରତିଶ୍ରୁତି ଦେବା, ତା ଛଡା ଅଧିକା କିଛି କରୁନାହାନ୍ତି। ଯୋଉ ଦ୍ୱାରା କି ଗୋଟେ ପୁଞ୍ଜୀଭୂତ ଅସନ୍ତୋଷ ଥିଲା ଟ୍ରାଇବାଲ ମାନଙ୍କ ଉପରେ ଯାହାକି ବିସ୍ଫୋରଣ ହେଲା। ଆଉ ସରକାର ଏତେ ଖାମଖିଆଲି ଭାବରେ ନଉଛି ଟ୍ରାଇବାଲ ରାଇଟ୍ସ କୁ, ମାନେ ଏଥିରୁ ଆକଳନ କରି ହଉଛି ଏବଂ ଯାହାର ପରିଣାମ ଆଜି ଆପଣ ମାନେ ଦେଖିବାକୁ ପାଇଲେ। ବଙ୍ଗୀୟ ଭାଇମାନେ ଅଛନ୍ତି, ଟ୍ରାଇବାଲ ଭାଇମାନେ ଅଛନ୍ତି, କେବେ ଏମାନଙ୍କ ଭିତରେ ବିଭେଦ ନଥିଲା। ସରକାରର ସ୍ଥାଣୁତା ଯୋଗୁଁ ଆଜି ବିଭେଦ ସୃଷ୍ଟି ହେଲା। ଆମେ ଚେଷ୍ଟା କରୁଛୁ ଆସନ୍ତା କାଲି ଆମର ଆଦିବାସୀ ଭାଇ ଏବଂ ଟ୍ରାଇବାଲ ଭାଇ ମାନଙ୍କୁ ବସେଇକି ଆମେ ଆଲୋଚନା କରିବୁ, ସେମାନଙ୍କର ଯୋଉ ଯଥା ଡିମାଣ୍ଡ ଅଛି ତାକୁ ସମାଧାନ କରେଇକି ତାଙ୍କୁ ଅପିଲ କରିବୁ ଯେ ଶାନ୍ତିରେ କେମିତି ଅଞ୍ଚଳରେ ବସବାସ କରିବେ ଏବଂ ମୋର ଆଶା ଏବଂ ବିଶ୍ୱାସ ଆସନ୍ତା କାଲି କିଛି ଗୋଟେ ସମାଧାନର ବାଟ ବାହାରିବ। ଆମେ ମାଲକାନଗିରି ଅଛୁ, ଏଇ କାମଟାକୁ ଆମେ ଠିକ ସୁଚାରୁ ରୂପେ ତୁଲେଇ ବୋଲି ଆମର ବିଶ୍ୱାସ।